ନମସ୍କାର, ଆଜି ହେଉଛି 31 ଜୁଲାଇ ଶୁକ୍ରବାର। ଚାଲ ଜାଣିବା ଆଜି କେଉଁ କେଉଁ ଜିଲ୍ଲାରେ ବାତ୍ୟା ଦେଖିବା ପାଇଁ ମିଳିବ ଏବଂ କେଉଁ କେଉଁ ଜିଲ୍ଲାମାନଙ୍କରେ ଅଧିକରୁ ଅଧିକ ପରିମାଣ ବର୍ଷା ହେବ ଏବଂ କେଉଁ କେଉଁ ଜିଲ୍ଲାମାନଙ୍କରେ ବର୍ଷାର ପରିମାଣ ଦେଖିବାକୁ ମିଳିବ ନାହିଁ। ଯଦି ଆପଣମାନେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନାହାନ୍ତି ତେବେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଆଜିଠୁ ରାଜ୍ୟରେ ବର୍ଷାର ପରିମାଣ କମିବାକୁ ଥିବା ବେଳେ ଅନେକ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ଝଟକା ପବନ ରହିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ଜାରି କରାଯାଇଛି। ରାଜ୍ୟରେ 18 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ସେହି ଜିଲ୍ଲାଗୁଡ଼ିକ ହେଲା ମାଲକାନଗିରି, କୋରାପୁଟ, ରାୟଗଡ଼, ଗଞ୍ଜାମ, ଗଜପତି, ନୟାଗଡ଼, ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା। ଏହି 18 ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ବର୍ଷା ସହ 30ରୁ 40 କିମି ବେଗରେ ଝଟକା ପବନ ବହିବାର ସମ୍ଭାବନା ରହିଛି। ଆଗାମୀ 24 ଘଣ୍ଟା ପରେ 3 ଦିନ ଯାଏ ବର୍ଷାର ପରିମାଣ କମିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସେହିଭଳି ଆସନ୍ତା ଅଗଷ୍ଟ 2ରୁ 4 ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଅନ୍ୟପଟେ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି କି ଅଗଷ୍ଟ 8ରୁ 11 ତାରିଖ ମଧ୍ୟରେ ଉତ୍ତର ବଙ୍ଗୋପସାଗରର ପାର୍ଶ୍ୱବର୍ତ୍ତୀ ଉତ୍ତର ଓଡ଼ିଶା ପଶ୍ଚିମବଙ୍ଗକୁ ଲାଗିକି ଏକ ବାତ୍ୟା ସୃଷ୍ଟି ହୋଇପାରେ ଏବଂ 10ରୁ 13 ତାରିଖ ମଧ୍ୟରେ ଉତ୍ତର ଓଡ଼ିଶା ଏବଂ ଉତ୍ତର ଛତିଶଗଡ଼ ଦେଇକି ଯିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଓଡ଼ିଶାରେ ପ୍ରବଳ ବର୍ଷା ଦେଖିବାକୁ ମିଳିପାରେ। ଜୁଲାଇ 31 ତାରିଖ ଓ ଅଗଷ୍ଟ 1 ତାରିଖରେ ଏହି ଦୁଇ ଦିନ ମଧ୍ୟରେ ରାଜ୍ୟରେ ପବନର ବେଗ 35ରୁ 45 କିଲୋମିଟରରେ ରହିବାର ସମ୍ଭାବନା ଅଛି ଏବଂ ତା ସହିତ ଦିନରେ ପ୍ରବଳ ଖରା ଦେଖିବାକୁ ମିଳିପାରେ। କିନ୍ତୁ ସନ୍ଧ୍ୟା ସମୟରେ ବହୁତ ସ୍ଥାନରେ କାଲମେଘ ଏବଂ ଘଡ଼ଘଡ଼ି ଦେଖିବାର ସମ୍ଭାବନା ଅଛି ଏବଂ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଲଘୁଚାପଟି ରହିଛି। ବାୟୁ ଆରବ ସାଗରରୁ ପ୍ରଭାବ ହେଉଛି ଦୁର୍ବଳ ହେବାର ସମ୍ଭାବନା ନାହିଁ ଯେହେତୁ ଆର୍ଦ୍ରତା ବାୟୁ ଲଘୁଚାପକୁ ସକ୍ରିୟ କରୁଛି ଏବଂ ସଂଗଠିତ ରଖିଛି, ଯାହାଫଳରେ ଗୁଜରାଟ ଏବଂ ରାଜସ୍ଥାନ ଯିବା ପର୍ଯ୍ୟନ୍ତ ଲଘୁଚାପ ରହିବ, ଯାହାର ପ୍ରଭାବରେ ମହାରାଷ୍ଟ୍ର, ଗୁଜରାଟ, ପଞ୍ଜାବରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। କିନ୍ତୁ ଓଡ଼ିଶା ଉପରେ ଏହି ଦୁଇ ଦିନ ଦକ୍ଷିଣ ପୂର୍ବରୁ ବାୟୁ ପ୍ରଭାବିତ ହେବ ଏବଂ ଅପରାହ୍ନ ସମୟରେ ବହୁତ ସ୍ଥାନରେ ବର୍ଷାର ସମ୍ଭାବନା ରହିଛି ଏବଂ ପ୍ରବଳ ବର୍ଷା ଉତ୍ତର ଓଡ଼ିଶାର ଜିଲ୍ଲାମାନଙ୍କରେ ଦେଖିବାକୁ ମିଳିପାରେ। ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ମଧ୍ୟ ଭଲ ବର୍ଷା ଦେଖିବାକୁ ମିଳିପାରେ। ମୁଁ ଆପଣମାନଙ୍କୁ ସବୁଦିନ ପାଣିପାଗ ଅପଡେଟ୍ ଉପରେ ଜଣାଉଛି, ତ ପ୍ଲିଜ୍ ଦୟାକରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ, ଯାହାଫଳରେ ଆପଣଙ୍କ ପାଖରେ ଭିଡ଼ିଓଟି ପ୍ରଥମ ପର୍ଯ୍ୟାୟରେ ପହଞ୍ଚି ପାରିବ। ଧନ୍ୟବାଦ, ନମସ୍କାର।